ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ମ୍ୟାଥ ବହିର ସେଟ୍ ଚାପ୍ଟରଟିର ପ୍ରଶ୍ନ ଉତ୍ତର କରିବା। ଦେଖ ପିଲାମାନେ, ପ୍ରଥମ କ୍ୱେଶ୍ଚନଟି ଏବେ ତୁମମାନଙ୍କ ସାମ୍ନାରେ। 1 ନମ୍ବର କ'ଣ କ୍ୱେଶ୍ଚନ ଦେଇଛି ଆମକୁ ନା ଏ ଗୋଟେ ସେଟ୍ ଦେଇଛି ଯାହାର ଏଲିମେଣ୍ଟ ହେଉଛନ୍ତି 1 2 3 4। ତାହେଲେ ଏଇଟାକୁ ଦେଖିକି ଆମକୁ ବାଛିବାକୁ ପଡ଼ିବ ଯେ ତଳେ ଦିଆଯାଇଥିବା ଏହି ଉକ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଆଉ କେଉଁଟି ଭୁଲ। ତାହେଲେ ପ୍ରଥମ ଉକ୍ତିକୁ ଆମେ ଯଦି ଦେଖିବା 3 ବିଲଙ୍ଗସ୍ ଟୁ ଏ, ତୁମେମାନେ କହିଲ ପିଲା ଏଇଟା ଠିକ୍ ଅଛି ନା ଭୁଲ ଅଛି? ଏଇଟା ଠିକ୍ ଅଛି। ତାହେଲେ ଆମେ ଆ ପାଖରେ ଠିକ୍। ତାପରେ ଦେଖିବା 2i 5 ବିଲଙ୍ଗସ୍ ଟୁ ଏ। ଦେଖିଲେ ରେ ପିଲେ ଏ ସେଟ୍ରେ 5 ଅଛି କି ନାହିଁ? ତାହେଲେ ଏଇଟା ଆମର ଷ୍ଟେଟମେଣ୍ଟଟି ଭୁଲ ଅଛି। ତାପରେ ଦେଖିବା ତୃତୀୟ ଷ୍ଟେଟମେଣ୍ଟଟି 4 ଇଜ୍ ନଟ୍ ବିଲଙ୍ଗସ୍ ଟୁ ଏ। ତାମାନେ 4ଟା ହେଉଛି ଏ ସେଟ୍ର ଗୋଟେ ଉପାଦାନ ନୁହେଁ, କିନ୍ତୁ ଆମେମାନେ ତ କ୍ୱେଶ୍ଚନରେ ପଢ଼ିଛନ୍ତି ଯେ 1 2 3 4 ହେଉଛନ୍ତି ଏ ସେଟ୍ର ଉପାଦାନ। ତେଣୁ ଏ ଉକ୍ତିଟି ଯେହେତୁ କହୁଛି ଯେ 4 ଏର ଗୋଟେ ଏଲିମେଣ୍ଟ ନୁହଁ, ତେଣୁ ଏ ଉକ୍ତିଟି ଭୁଲ ଅଛି। ସେହିପରି ଆମେ ଦେଖିବା ଆଇଭିରେ ଦେଲା 7 ଇଜ୍ ନଟ୍ ବିଲଙ୍ଗସ୍ ଟୁ ଏ। ତାମାନେ କ'ଣ ରେ ପିଲେ 7 ଏର ଗୋଟେ ଉପାଦାନ ନୁହେଁ, ଠିକ୍ ଅଛି ଏଟା। ତାପରେ ଭିରେ ଦେଲା ସେଟ୍ ଅଫ୍ 3 ବିଲଙ୍ଗସ୍ ଟୁ ଏ। ଆଚ୍ଛା ପିଲାମାନେ, ତୁମେମାନେ ସେଟ୍ରେ ପଢ଼ିଛ ଯେ ଆମେ ଖାଲି 3କୁ ଏର ଗୋଟେ ଉପାଦାନ ବୋଲିକି କହିପାରିବା, କିନ୍ତୁ ସେଟ୍ 3ଟା ଏର ଗୋଟେ ଉପାଦାନ ନୁହେଁ। ଏଟାକୁ ଯଦି ଆମେ ଏମିତି ଲେଖିପାରିବା ଯେ ସେଟ୍ 3 ଇଜ୍ ଏ ସବସେଟ୍ ଅଫ୍ ଏ, ଯେଉଁଟାକି ଆମର ଭିଆଇରେ ଲେଖା ହେଇଛି। ତେଣୁ ସେଟ୍ 3ଟା ଏର ଗୋଟେ ସବସେଟ୍ ହେଇପାରେ, ମାତ୍ର ସେଟ୍ 3 ଏର ଗୋଟେ ଉପାଦାନ ନୁହେଁ। ତେଣୁ ଏହିପରି ଭାବରେ ଆମେ ଯଦି ଏଗୁଡ଼ିକୁ ବିଶ୍ଳେଷଣ କରିକି ଦେଖିବା, ତାହେଲେ ବାକି ଥିବା ଉକ୍ତି ଗୁଡ଼ିକ ମଧ୍ୟରୁ ଆମର IXଟି ଠିକ୍ ଅଛି, ଯେଉଁଟାକି 3 ଆଉ 4 ଏର ଗୋଟେ ସବସେଟ୍। ଆଉ ଆମର XIଟା ଠିକ୍ ଅଛି, ଯେଉଁଟାକି 1 2 3 4 ସେଟ୍ ଇଜ୍ ଏ ସବସେଟ୍ ଅଫ୍ ଏ। ବାକି ଅନ୍ୟ ଯେଉଁ V2i V3i ଆଉ X ରହିଲା, ସେଇ ଉକ୍ତି ଗୁଡ଼ିକ ଭୁଲ ଅଛି। ଏବେ ପିଲାମାନେ ଆମେ 2 ନମ୍ବର ପ୍ରଶ୍ନକୁ ଯିବା। 2 ନମ୍ବର ପ୍ରଶ୍ନ କ'ଣ ଦେଇଛି? ଏଠି ଆମକୁ 5ଟି ସିମ୍ବଲ ଦେଇଛି, ସବସେଟ୍, ଇକ୍ୱାଲ୍ ଟୁ, ବିଲଙ୍ଗସ୍ ଟୁ, ଡଜ୍ ନଟ୍ ବିଲଙ୍ଗସ୍ ଟୁ। ଆମକୁ ପ୍ରଶ୍ନ କ'ଣ ଦେଇଛି ନା ଏହି ସଂକେତମାନଙ୍କ ମଧ୍ୟରୁ ବ୍ୟବହାର କରି ଆମେ ଶୂନ୍ୟସ୍ଥାନ ପୂରଣ କରିବା। ପ୍ରଥମ ଶୂନ୍ୟସ୍ଥାନଟି ଦେଖ କ'ଣ ଦେଇଛି, ଏ ଡ୍ୟାସ୍ ଏ ବି ସି ଗୋଟେ ସେଟ୍। ତାହେଲେ ଏଠି କ'ଣ ହେବ? ଆମେ ଆଗରୁ କରିକି ଆସିଲେ 1 ନମ୍ବରରେ ଯେ କ'ଣ ହେବ ଏଟା ନା ଏ ବିଲଙ୍ଗସ୍ ଟୁ ଏ ବି ସି ସେଟ୍। ଦ୍ୱିତୀୟଟି କ'ଣ ହେବ ନା ଏ ସେଟ୍ ମୁଁ ତୁମକୁ କହିଥିଲି ଆଗରୁ ନା ଯଦି ଖାଲି ଏ ଥିବ ତାହେଲେ ସେଟା ବିଲଙ୍ଗସ୍ ଟୁ ହେବ, କିନ୍ତୁ ଯଦି ଏ ସେଟ୍ ଦେଇଥିବ ତାହେଲେ ସେଟାକୁ ଆମେ ଉପସେଟ୍ ବା ସବସେଟ୍ର ସିମ୍ବଲ ବ୍ୟବହାର କରିବା। 3iରେ ଦେଲା ସି ଏ ବି ଡ୍ୟାସ୍ ଏ ବି ସି। ତେଣୁ ଏଠି ଆମେ 2ଟି ଚିହ୍ନ ବ୍ୟବହାର କରିପାରିବା। ଗୋଟେ ପ୍ରଥମଟି ହେଲା ଏଟା ଇକ୍ୱାଲ୍ ଟୁ ଆମେ ବ୍ୟବହାର କରିପାରିବା, ତାମାନେ ଏ ସେଟ୍ଟି ଯାହା ସେ ସେଟ୍ଟି ମଧ୍ୟ ସେଇଆ, ତେଣୁ ଆମେ ଏଠି ସମାନ ଚିହ୍ନ ବ୍ୟବହାର କରିବା। ଦ୍ୱିତୀୟ ଚିହ୍ନଟି ଆମେ ସବସେଟ୍ ବା ଉପସେଟ୍ ଚିହ୍ନ ମଧ୍ୟ ବ୍ୟବହାର କରିପାରିବା। ଆଇଭିକୁ ଦେଖିବା ଡି ଡ୍ୟାସ୍ ଏ ବି ସି ସେଟ୍। ଦେଖିଲ ପିଲେ ଏ ସେଟ୍ରେ ଡି ଗୋଟେ ଉପାଦାନ କି ନାହିଁ, ତାହେଲେ ଏଠି ଡି ଡଜ୍ ନଟ୍ ବିଲଙ୍ଗସ୍ ଟୁ ଏ ବି ସି ହେବ। ତାପରେ ଦେଖିବା ବି ସି ଡ୍ୟାସ୍ ଏ ସି ବି। ଏଠି ତୁମେ ଭଲ ଭାବରେ ଜାଣିପାରୁଛ ଯେ ବି ସି ଇଜ୍ ଏ ସବସେଟ୍ ଅଫ୍ ଏ ସି ବି। ତାପରେ ଆସିବା ଆମେ ଭିଆଇକୁ ଏ ବି ସି ସେଟ୍ ଡ୍ୟାସ୍ ଏ ବି। ତେଣୁ ଏଠି ଆମେ ସବସେଟ୍ ସିମ୍ବଲଟାକୁ ଓଲଟାଇକି ଲେଖିପାରିବା ଯେ ଏ ବି ଇଜ୍ ଏ ସବସେଟ୍ ଅଫ୍ ଏ ବି ସି। ପିଲାମାନେ ଏବେ ଆମେ 3 ନମ୍ବର ପ୍ରଶ୍ନକୁ ଯିବା। 3 ନମ୍ବର ପ୍ରଶ୍ନ କ'ଣ ଦେଇଛି ନା ନିମ୍ନଲିଖିତ ସେଟ୍ମାନଙ୍କୁ ତାଲିକା ପଦ୍ଧତିରେ ଲେଖ। ତୁମେମାନେ ସେଟ୍ ପଢ଼ିଲା ବେଳେ 2 ପ୍ରକାରର ପଦ୍ଧତି ବିଷୟରେ ପଢ଼ିଥିବ, ଗୋଟେ ତାଲିକା ପଦ୍ଧତି ଆଉ ଗୋଟେ ହେଲା ସାରଣୀ ପଦ୍ଧତି ବା ଆଉ ଗୋଟେ ହେଲା ସୂତ୍ର ପଦ୍ଧତି। ତେଣୁ ଏଠି ଆମକୁ ସୂତ୍ର ପଦ୍ଧତିରେ ଦେଇଛି, ଆମେ ଆକୁ ଲେଖିବା ତାଲିକା ପଦ୍ଧତିରେ। ପ୍ରଥମ ପ୍ରଶ୍ନ ଆମମାନଙ୍କ ପାଇଁ କ'ଣ ଅଛି, x such that x belongs to n ଓ x is greater than 1 and less than 10। ଆର ଅର୍ଥ କ'ଣ ରେ ପିଲାମାନେ
ना x होची आम गणन संख्यार गोटे उपादान जे कि 1 ठारू बड़ आउ 10 ठारू सान होइथिबो ताले से संख्या गुड़िक एबे के हबो तुम माने कहि परिबो के ना 1 ठारू बड़ 2 रु आमे आरंभ करिबा 2 3 4 5 6 7 8 and 9 तापर प्रश्न को जीवा 2n such that n belongs to n o n is less than equal to 4 तार अर्थ कौन ना n हेउची गोटे संख्या जे कि हमर गणन संख्या सेट रो गोटे उपादान आ ता देहरे हमें 2 गुणिबा केते पर्यंत गुणिबा ना 4 नहले 4 ठारू सान त माने 2n करि करिका हमें जिबा 2 into 1 2 into 2 2 into 3 up to 2 into 4 तापर हमें देखिबा 3i n such that n एक जुग्म मौलिक संख्या त माने n हेउची एक जुग्म मौलिक संख्या सेमितिका संख्या के रे पिला माने 2 तापर आसीबा x such that x एक जुग्म संख्या x belongs to n ओ x is less than 10 त माने x गणन संख्या सेट रो एक जुग्म संख्या जे कि 10 ठारू सान ताले से माने के ना 2 4 6 8 तापर आसीबा x such that x एक पूर्ण संख्या x is greater than equal to -5 and less than 4 ताले से के हेबे -5 -4 -3 -2 up to 3 पर्यंत हमें लिखिबा तापर देला हमकु x such that x एक सप्ताहर गोटे दिन त माने सोम मंगल बुध गुरु शुक्र शनि रवि हमर जो सप्ताहर 7 दिन रहिला ताकु नै के सेटटी करिबा एबे पिला माने हमें जिबा 4 नंबर प्रश्न को 4 नंबर प्रश्नटी हमर कोन ना निम्नलिखित सेट मानको सूत्र पद्धति रे लेख वर्तमान हमें तालिका पद्धति को सूत्र पद्धति रे 3 नंबर रे करिक आसले एबे हमें 4 नंबर रे हमकु तालिका पद्धति रे देइछि हमें ताको सूत्र पद्धति रे लेखिबा तुमे माने तो सूत्र पद्धति को तालिका पद्धति रे लेखिबा सिखि गलो एबे ताले हमें तालिका पद्धति को सूत्र पद्धति रे केमति लेखिबा देखो एठी कोन देइछि सेटटी ना 1 3 5 7 9 11 ए संख्या मान को देखिले तुमर कोन माने पडुछि ना हे एक अजुग्म संख्यार सेट ताले हेको हमें केमति लेखिबा ना x such that x जेउठारे कि x हेउछि एक अजुग्म गणन संख्या आउ सेटा काहा ठारू सान ना लेस देन 12 ठीक अछि तापर जिबा a e i o u एगुडा तो तुम माने छोट बेलू पढ़ी आसीच जेटा कौन ना आमर इंग्राजी वर्णमालार स्वर वर्ण ताले एठी हमें लिखि परिबा सीधा सड़क भाव में x such that x इंग्राजी वर्णमालार स्वर वर्ण तापर आसीबा हमें -2 -1 0 1 2 एठी तुम माने पिले देखि परछो एइभला प्रश्नटे हमें सेपटरे करिके आसिले जेउठी कि एगुडा को हमें पूर्ण संख्या कहबा जदि एठी माइनस अछि 0 अछि आ प्लस भी अछि ताले एटा गोटे पूर्ण संख्यार सेट जोठी कि हमें लिखि परिबा x such that x is greater than equal to -2 and less than equal to +2 और एमिति भी आपको हमें लिखि परिबा x such that x is greater than -3 and less than +3 तेणु एही परि भाबरे हमें अन्य प्रश्न गुड़िकर मध्य समाधान करिबा एबे एही परि भाबरे हमें समस्त उत्तर को लिखि नबा पिला माने एबे हमें 5 नंबर प्रश्न को जिबा 5 नंबर प्रश्नटी हमर खूब सहज कोन देइछि देखिबा निम्नलिखित शब्द मानकर व्यवहृत अक्षर मानकर सेट लेख अरे बा एटा तो बहुत बढ़िया प्रश्न ताले हम कोन शब्द देइछि मैथमेटिक्स अरिथमेटिक प्रोग्राम आ हला कमिटी ताले हम प्रथमे सेट केमति तैयार करिबा ना समस्त एथिरे थिबा अक्षर मानकु नै कि हमें कमा व्यवहार करिकि गोटे कुटिल बंधनी भितर रखि दबा तापर कोन करिबा ना देखिबा जो अक्षर गुड़िक 2 थर किंबा 3 थर अछि से गुड़िकु 2 3 थर न रखि थरे मात्र रखिकि आ गोटे सेट प्रस्तुत करिबा देखो पिला माने हमें प्रथमे समस्त अक्षर मानकु कमा व्यवहार करि नै गेला तापर जो गुडाक डबल थर थिला ताउ काटि देला सेमति अरिथमेटिक रे भी हमें करिबा तापर प्रोग्राम आ कमिटी ए दुइटी तुम मानक पय रहिला तुम माने